ମିଠା ଆମ୍ବ ଆଚାର ପାଇଁ ମୁଁ ଏଠି 5ଟି ମସଲାକୁ ଉଷୁମ କରି ଗୁଣ୍ଡ କରି ରଖିଥିଲି, ଯେଉଁଟାକି ଜିରା, ଧନିଆ, ମେଥି, ପାନମଧୁରୀ ଓ ସୋରିଷ। ତାକୁ ମୁଁ ଉଷୁମ କରି ଦରଦରା ପିସି ରଖିଥିଲି। ଆମ୍ବକୁ କାଟିକି ଖରାରେ ଦେଇ ରଖିଥିଲି। ତାକୁ ମୁଁ ମେଜରମେଣ୍ଟ କରିଦେଲି 700 ଆମ୍ବକୁ 500 ଗୁଡ଼। ତାପରେ ଗ୍ୟାସରେ କଡ଼େଇ ବସାଇ ସୋରିଷ ତେଲ ଦେଲି, ସେଥିରେ ଆମ୍ବକୁ ପକାଇଲି, ସେଥିରେ ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଦେଲି, ସେଥିରେ ଆବଶ୍ୟକତା ଅନୁସାରେ ଲୁଣ ମଧ୍ୟ ଦେଲି, ଅଳ୍ପ ଟିକେ ଜୁଆଣି ଓ କଳା ଜିରା ଦେଲି। ତାପରେ 500 ଗ୍ରାମ ଗୁଡ଼କୁ ପକାଇଲି ଓ ସେଥିରେ ଅଳ୍ପ ଟିକେ ଭିନେଗାର ଦେଲି ଓ ସେଥିରେ 1 ଚାମଚ ହେଙ୍ଗୁ ଦେଲି। ତାପରେ ତାକୁ ହାଇ ଫ୍ଲେମ୍ରେ ଘାଣ୍ଟିଲି। ଗୁଡ଼ ପାଗ ହେବା ଯାଏ ହାଇ ଫ୍ଲେମ୍ରେ ତାକୁ ଘାଣ୍ଟିଲି ଓ ଗୁଡ଼ ପାଗ ହୋଇଗଲା ପରେ ସେଥିରେ ମୁଁ ଆଉ ଟିକେ ଲଙ୍କା ଗୁଣ୍ଡ ଦେଲି। ଅଳ୍ପ ମସଲା ଲାଗୁଥିଲା, ସେଥିପାଇଁ ଆଉ ଟିକେ ମସଲା ଦେଇଦେଲି ଓ ତାକୁ ଘାଣ୍ଟି ଦେଲି। ଆଚାର ରେଡ଼ି। ଥଣ୍ଡା ହେଲା ପରେ ତାକୁ ବୋଟଲରେ ଭରିଦେଲି। ଆପଣ ବି ଘରେ ସହଜରେ ଆଚାର ବନେଇ ପାରିବେ।